नमो गणेश विघ्नेश गिरिजनंदन प्रभो नमो विघ्न निहन्त्यसु सर्वसिद्धि प्रदो भव। ओम नमो भगवते वासुदेवाय। अष्टम स्कंद षष्ठोध्याय। षष्ठे देवଙ୍କ स्तुति ଶୁଣି ବିଜୟ ପ୍ରଭୁ ଚକ୍ରପାଣି ତାଙ୍କ ଆଦେଶେ ଦେବାସୁରେ ଅମୃତ ପାଇଁ ଯତ୍ନ କଲେ। ଶ୍ରୀ ଶୁକ ଉବାଚ ଏମନ୍ତ ଦେବସ୍ତୁତି ଶୁଣି ଶୂନ୍ୟ ପ୍ରକାଶ ଚକ୍ରପାଣି ସହସ୍ର ସୂର୍ଯ୍ୟ ତେଜ ଦେଖି ଦେବେ ବୁଝିଲେ ଭୟେ ଆଖି ଦିଗନ ପାରନ୍ତି ବିଚାରି କେମନ୍ତେ ଦେଖିବେ ଶ୍ରୀହରି ରହିଲେ ଅନ୍ଧକାର ଛନ୍ନେ ଚାହିଁ ନ ପାରନ୍ତି ଗଗନେ ମଧେ ଯେ ବ୍ରହ୍ମା ରୁଦ୍ର ଥିଲେ ଟେକି ଅନ୍ତରିକ୍ଷେ ଚାହିଁଲେ ଦେଖିଲେ ବିଷ୍ଣୁର ପ୍ରକାଶ ଶରୀରେ ପୂରିଛି ଆକାଶ ନୀଳ ମହେନ୍ଦ୍ର ପ୍ରାୟ ଦିଶେ ଅରୁଣ ଲୋଚନ ପ୍ରକାଶେ ବିଜକ ପୁଣ୍ଡରିକ ପ୍ରାୟେ କନ୍ୟା କୁଣ୍ଡଳ ବେନି ସୋହେ ତପ୍ତ କାଞ୍ଚନ ପ୍ରାୟେ ବର୍ଣ୍ଣ ପୀତ ଓସନ ପରିଧାନ ପ୍ରସନ୍ନ ଚାରୁ ସର୍ବଙ୍ଗେ ଶ୍ରୀମୁଖ ସୁନ୍ଦର ଭ୍ରୁଭଙ୍ଗେ ଅମୂଲ୍ୟ ମୁକୁଟ ଲଲାଟେ କାଞ୍ଚନ ଭୂଷଣ ପ୍ରକଟେ ଅଜାନୁ ଲମ୍ବ ଚାରି ଭୁଜେ କେୟୁର କଙ୍କଣ ବିରାଜେ କାଞ୍ଚି କଳାପ ବଳୟରେ ଶୋଭିତ ହାର ନୂପୁରରେ କୌସ୍ତୁଭ ମଣିକଣ୍ଠ ଶୋହେ ତେଜ ପ୍ରକାଶେ ଜନମୋହେ କମଳା ବନମାଳ ରଙ୍ଗେ ହୃଦେ ଶୋଭଇ ଅନୁରାଗେ ଏମନ୍ତ ରୂପ ଶୂନ୍ୟ ଚିନ୍ତି ଶିବ ସହିତେ ବେଦପତି ଧ୍ୟାନି ଗୋବିନ୍ଦ ପାଦେ ପଡ଼ି ସ୍ତୁତି କରନ୍ତି କର ଯୋଡ଼ି ବ୍ରହ୍ମା ଉବାଚ ଅଜ ନିର୍ମଳ ଯେ ସ୍ୱଭାବେ ସୃଷ୍ଟି ପାଳନ ସ୍ଥିତି ଲାଭେ ଅଗୁଣୀ ବିଶ୍ରାମ ତୁମ୍ଭର ମହିମା ଅମୃତ ସାଗର ଅଣୁ ଅଣୁଭାବ ହୋଇ ସୁମାୟା ସୁଖେ ଯେ ଭଜଇ ମହାନୁଭବ ଏ ଜଗତେ ମହାପୁରୁଷ ନମସ୍ତୁତେ ତୁ ନାଥ ସଂସାର ଧାରଣ ଏଣୁ ଅଶେଷ ମୁନିଗଣ ଆଗମ ନିଗମି ସମ୍ପାଦି ବିଚାରି ମନ୍ତ୍ର ଯୋଗ ବିଧି ବେଦ ବିହିତେ ରବି ତଳେ ମନ ପବନ ସୁନିଶ୍ଚଳେ ତୋହର ରୂପ ଧ୍ୟାନ କରି ମାୟା ଗହନୁ ଜାତି ତରି ତୁ ନାଥ ଆଦି ମଧ୍ୟ ଅନ୍ତେ ଯେବା ପରାଉ ଆତ୍ମତନ୍ତ୍ରେ ଜଗତେ ଆଦି ମଧ୍ୟ ତୁହି ମୃତ୍ତିକା ଘଟ ପ୍ରାୟ ହୋଇ ତୋ ରୂପ ବିଶ୍ୱେ ପ୍ରକାଶଇ ସେ ରୂପ କେ ପାରିବ କହି ଆତ୍ମା ଆଶ୍ରୟେ ମାୟା କରି ତୁଏ ସଂସାର ରୂପ ଧରି ସଂସାରେ ପଶୁ ଆତ୍ମା ରୂପେ ମୁଖେ ବିହରୁ କଳ୍ପେ କଳ୍ପେ ନିର୍ମଳ ଚେତା ମୁନି ଜନେ ତୋତେ ଦେଖନ୍ତି ସୁଧ ମନେ ଯଥା ଅନଳ କାଷ୍ଟେ ଥାଇ ଯେହ୍ନେ ଅମୃତ ଗୁରୁ ଦେଇ ଧରଣୀ ଦେହେ ଅନ୍ନ ଯେହ୍ନେ ସଂଯୋଗେ କୃଷି କର ଶଣି ମନୁଷ୍ୟ ନାନା ଯୋଗ ବଳେ ଲଭଇ ତୋ ପାଦ କୋମଳେ ନମିଲେ ତୋ ଚରଣ ତଳେ ଭବ ସାଗରୁ ତରେ ଭଲେ ସର୍ବେ ନମନ୍ତି ତୋ ଚରଣେ ତୁ ଥାଉ ସଂସାର ଧାରଣେ ବାଞ୍ଛିତ ଅର୍ଥ ଫଳ ପାନ୍ତି ନାନା ପ୍ରକାରେ ତୋତେ ଚିନ୍ତି ତୋ ରୂପ ଆତ୍ମା ଗତେ ଦେଖି ସଂସାର ତେଜି ହୁଅନ୍ତି ସୁଖୀ
ଯେ ଶନି ଗଜଦାବା ନଳେ ପ୍ରବେଶ କରି ଗଙ୍ଗା ଜଳି ଆମ୍ଭେ ସକଳ ଲୋକ ପାଳେ ଶରଣ ତୋ ପାଦ କମଳେ ଏ ଦେହ ଅନ୍ତର ବାହାରେ ତୁ ତ ମୁଁ କେବା ଅଛି ପରେ ଏ ଦେବ ଗଣି ମୋର ତୁଲେ ଦକ୍ଷାଧି ପ୍ରଜାପତି ମିଳେ ତୋ ଅନୁଗ୍ରହେ ବହୁ ଅଙ୍ଗ ଅନଳୁ ଦେଶ ନିଷ୍ପୁଲିଙ୍ଗ କିବା କହିବୁ ତ ଅଗ୍ରତେ ଆମ୍ଭକୁ ରଖ ଏ ଜଗତେ ଶ୍ରୀ ଶୁକ ଉବାଚ ଏମନ୍ତେ ବ୍ରହ୍ମା ବାକ୍ୟ ଶୁଣି ସଂସାର ହିତ ମନେ ଗୁଣି ପରମ ସୁଖେ ତନୁ ପୁରୀ ଧାତାକୁ ଅନୁଗ୍ରହ କରି ଜଳଧି ମନ୍ଥନ ପ୍ରସଙ୍ଗେ ଆତ୍ମା ପ୍ରକାଶେ ଅନୁରାଗେ ପ୍ରସନ୍ନ ଚିତେ ଭାବଗ୍ରାହୀ କହନ୍ତି ବ୍ରହ୍ମା ମୁଖ ଚାହିଁ ଶ୍ରୀ ଭଗବାନ ଉବାଚ ଶୁଣ ହୋ ବ୍ରହ୍ମା ଶମ୍ଭୁ ଦେବେ ଯେବା କହିବି ତୁମ୍ଭ ଲାଭେ ତୁମ୍ଭର ଶ୍ରେୟ ଯେଉଁ ମୋତେ କହିବା ଶୁଣ ଏକ ଚିତେ ଅସୁରଙ୍କର ସଙ୍ଗେ ଯାଇ ବସ ବିଶ୍ୱାସ ଭାବ ହୋଇ ନାନା ପ୍ରକାରେ ସନ୍ଧି କର ପ୍ରଲୋଭେ ତାଙ୍କ ଚିତ ହର ଯାବତ ସିଦ୍ଧ ନୁହେଁ କାର୍ଯ୍ୟେ ତାବତ ମିତ୍ର ଭାବ ଭୋଜେ ଆପଣା କାର୍ଯ୍ୟ ସିଦ୍ଧି ଅର୍ଥେ ଶତ୍ରୁକୁ ଭଜନ୍ତି ଜଗତେ କାର୍ଯ୍ୟ ସରିଲେ ନିଜ ଭାବେ ସର୍ବେ ରହିବ ଆତ୍ମା ଲାଭେ ଅହିମୂଷିକ କରି ସଧି ଯେମନ୍ତେ ଆତ୍ମା କାର୍ଯ୍ୟ ସାଧି ଅମୃତ ଅର୍ଥେ ଯତ୍ନ କର ଜାପାନେ ହୋଇବ ମୋର ଶୁଣ କହିବା ଉପଦେଶ ବେଗେ ଗ୍ରହଣ ବନେ ପୋଷ ଅମ୍ଳ ଔଷଧି ଗୁଳ୍ମ ଯେତେ ବନସ୍ତୁ ଆଣ ପ୍ରମିଦେ ପାଷାଣୀ ଛେଚି ବାହୁ ବଳେ ନିକ୍ଷେପ କ୍ଷୀର ସିନ୍ଧୁ ଜଳେ ସେ ଅମ୍ଳ ଗୁଣି ବସୁ ଦଧି ଜେଣିଲ ଭିବ ସର୍ବସିଦ୍ଧି ଏ ଯେ ମନ୍ଦର ମୋହି ଧର ମନ୍ଥନ ଦଣ୍ଡ ଏହାଙ୍କର ବାସୁକି ନାଗରଜୁ କରି ମନ୍ଥିବ ଦେବାସୁରେ ଧରି ମୋହର ବୋଲେ ମୋହା ଜଳେ ମନ୍ଥନ କର ଜାନିଶ୍ଚଳେ ତୁମ୍ଭେ ଯେ ଅମୃତ ଖାଇବ ନିରାଶ ହୋଇବେ ଦାନବ ଇନ୍ଦ୍ର ଲଭିବ ସର୍ବସିଦ୍ଧି ସର୍ବ ସମ୍ପାଦିବ ଜଳଧି ଶାନ୍ତି ବଚନେ କାର୍ଯ୍ୟ ପାଇ ଆଗମ ଶାସ୍ତ୍ରେ ଏହା କହି ପ୍ରଥମେ ବାସୁକି ବଦନେ ଗରଳ ଛାଡ଼ିବ ବହନେ ତହିଁକି ନ କରିବ ଭୟ ମୁଁ ପୁଣ କରିବି ଉପାୟ ମନ୍ଥନ ଲଭି ବସ୍ତୁ ଯେତେ ଲୋଭ ନ କରିବ ଯୁକତେ ଶ୍ରୀ ଶୁକ ଉବାଚ ଏମନ୍ତ ଦେବଗଣୀ କହି ତକ୍ଷଣେ ଗରୁଡ଼ ଆରୋହୀ ନିଜ ଭୁବନେ ହରି ଗଲେ ଭକତ ପାରିଷଦ ତୁଲେ ରୁଦ୍ର ବ୍ରହ୍ମାଣ୍ଡି ଦେବଗଣୀ ନମିଲେ ବିଷ୍ଣୁର ଚରଣୀ ସକାଳେ ହୋଇ ଏକ ଚିତ ବଳି ଭୁବନେ ଉପଗତ ଦ୍ୱାରେ ଅସୁର ଯେତେ ଥିଲେ ଦେବଗଣଙ୍କୁ ନିରୋଧିଲେ ଦେବ ନିଷେଧ କଥା ଶୁଣି ଅସୁରଙ୍କର ଚୂଡ଼ାମଣି ସନ୍ଧି ବିଘ୍ର ସେ ଯେ ଜାଣଇ ବୋଲଇ ନିଜ ଗଣ ରାଇ ଦେବଙ୍କୁ ଛାଡ଼ ତୁମ୍ଭେ ଦ୍ୱାରେ କିସ ବା କରିବ ବିଚାରେ ଏମନ୍ତେ ବଳି ଆଜ୍ଞା ପାଇ ଦ୍ୱାର ଛାଡ଼ିଲେ ଭାବ ବହି ବଳି ନିକଟେ ଦେବେ ଯାଇ ଭୟ ଶବଦ ଉଚ୍ଚେ ଗାଇ
ବଳିକି ଦେଖିଲେ ଆସନେ ବେଷ୍ଟିତ ଅସୁର ଗହଣି। ସର୍ବ ସମ୍ପଦ ଯାର ପୁରେ କିବା ଉପମା ଦେବା ତାରେ। ନିଜ ଶରୀର ତେଜ ଭୁଞ୍ଜେ ଦିଗପାଳଙ୍କ ତେଜ ଗଞ୍ଜେ। ଇନ୍ଦ୍ର ଯେ ବଳି ମୁଖ ଚାହିଁ ବିଶ୍ୱାସ ବଚନ ବୋଲଇ। ଶୁଣ ରାଜନ କହୁ ମୋତେ ଏ ତିନି ଲୋକ ଶୁଭ ଅର୍ଥେ। ଦୁର୍ବାସା ସାପ ମହାଘୋର ନାସିଲା ସମ୍ପଦ ଓହର। ସୋମ ସବିତା ତେଜ ଗଲା ସ୍ୱାହା ସ୍ୱାଧାହୀନ ଚଳିଲା। କମ୍ପଇ ଏ ତିନି ଭୁବନ ସର୍ବେ ହୋଇଲେ ଦୁଃଖେ ଛନ୍ନ। ଏଣୁ ବିଷ୍ଣୁ ଭୁବନେ ଯାଇ କହିଲୁ ବ୍ରହ୍ମା ରୁଦ୍ର ଲୋଇ। ପୁରୁଷ ମତଙ୍କ ବଚନ ରାଜନ ତୋଷ ମନେ ଶୁଣ। ବୋଲଇ ଏ କ୍ଷୀର ଜଳଧି ଅମ୍ଳ ସଂଯୋଗେ କର ଦଧି। ମନ୍ଦର ଗିରିକି ଆଣିବ ସମୁଦ୍ର ମନ୍ଧରେ ସ୍ଥାପିବ। ବାସୁକି ନାଗର ଯୋ କରି ଦେବ ଦାନବେ ତାହା ଧରି। ଯତନେ କରିବ ମନ୍ଥନ ସୁଧା କରିବ ସୁଖେ ପାନ। ଯେବେ ଉପୁଜିବ ମନ୍ଥନେ ସକଳ ମିଳିତ ସମନେ। ସମନେ ଭାଗେ ଭୋଗ କର ସନ୍ତୋଷ ମନେ ଦେବାସୁର। ସଂସାର ହେଉ ଏଣେ ରକ୍ଷା ଏ ମନ୍ଥ ବିଷ୍ଣୁ ଦେଲେ ଦୀକ୍ଷା। ଏଣୁ ତୁମ୍ଭକୁ ସଙ୍ଗେ ଆମ୍ଭେ ମିଳିଲୁ ମନ୍ଥନ ଆରମ୍ଭେ। ତୁମ୍ଭ ଆମ୍ଭର ଏକ ଗତି ଯାହା ବୋଲିବେ ଶ୍ରୀପତି। ଏ ମନ୍ଥ ଇନ୍ଦ୍ର ମୁଖୁ ଶୁଣି ଅସୁର ମାନେ ମନେ ଗୁଣି। ବୋଲଇ ଶୁଣ କଥା ଏହି ବିଷ୍ଣୁ ମାୟାରେ ମନ ମୋହି। ବଳି ସଙ୍ଗତେ ଉଠି ସର୍ବେ ସନ୍ମତି କଲେ ପ୍ରିୟ ଭାବେ। ସମ୍ବରାରିଷ୍ଟ ନେମି ତୁଲେ ଯେତେ ଦାନବ ବୀର ଥିଲେ। ବିଷ୍ଣୁ ମୋହନ ମାୟା ମୋତେ ହରସ ଅସୁରଙ୍କ ଚିତେ। ଦେବ ଦାନବ ପ୍ରୀତି ମନେ ମିଳିଲେ ଗିରି ସନ୍ନିଧାନେ। ନାନା ତୀକ୍ଷଣ ଶସ୍ତ୍ର ଧରି ଉପାଡ଼ି ଘୋର ନାଦ କରି। ଇନ୍ଦ୍ରର ତୁଲେ ଦେବ ଯେତେ ଅସୁର ବଳିଣ ସಮೇତେ। ସମସ୍ତେ ମୁଣ୍ଡେ ଗିରି କଲେ ବଳେ କେତେହେଁ ଦୂର ଗଲେ। କାହୁଁ ରହିବେ ଗିରିବର ଯେ ଗିରିବରଙ୍କ ଶେଖର। ପଥେ ବହନ୍ତେ ଗରୁତରେ ପଡ଼ିଲା ତାହାଙ୍କ ଉପରେ। ଚୂର୍ଣ୍ଣ ହୋଇଲେ ମହାଭାରେ ସକଳେ ପଡ଼ିଲେ ଭୂମିରେ। ଶିର ଚରଣ ବାହୁ ଚୁରି ପଥେ ପଡ଼ିଲା ମହାଗିରି। ଦେବଙ୍କୁ ଦେଖି ଭଗବାନ ତକ୍ଷଣେ ଗରୁଡ଼ ଆସନ। ପଥେ ମିଳିଲେ ତାଙ୍କ ପାଶେ ଦେବଙ୍କ ଭକତି ବିଶ୍ୱାସେ। କରି ମନ୍ଦର ଗିରି କଲେ ଦେବ ଅସୁରଙ୍କୁ ଚାହିଁଲେ। ଅମୃତ ନୟନେ ଅନାଇ ଜୀବନ ଦେଲେ ଭାବଗ୍ରାହୀ। ଲାଗନ୍ତେ ଗୋବିନ୍ଦର କର ତକ୍ଷଣେ ପାଇଲେ ଶରୀର। ଗୋବିନ୍ଦ ଏକ ହସ୍ତେ ଗିରି ଲୀଳାଏ ନିଜେ କରେ ଧରି। ଗରୁଡ଼େ ଥୋଇ ଶୂନ୍ୟ ପଥେ ଦେବ ଦାନବ ବଳ ସାଥେ। କ୍ଷୀର ଜଳଧି ତଟେ ମିଳି ଦେବ ଅସୁର ବନମାଳି। ଗରୁଡ଼ ବନ୍ଧୁ ଗିରିବର କୂଳେ ନିବେଶି ଚକ୍ରଧର। ଗରୁଡ଼ ଗଲା ନିଜ ପୁର ଶୁଣ ପରୀକ୍ଷ ନୃପବର। ଦେବ ଅସୁରଙ୍କର ଭାବ ଯହୁଁ ଅମୃତ ଉଦ୍ଭବ। ସୋଜନେ ଏଣେ ଚିତ କର ମାୟା ସଂକଟରୁ ନିସ୍ତର। ବୋଲଇ ଦାସ ଜଗନ୍ନାଥ ଅଷ୍ଟମ ସ୍କନ୍ଧେ ଭାଗବତ।
इति श्रीमद्भागवते महापुराणे परमहंससंहितायां अष्टमस्कन्धे अमृतमन्थने मन्दराचलानयन नाम षष्ठोऽध्यायः।